ଆଜିର ପ୍ରଥମ ଖବର ସୋମବାର ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆସନ୍ତା ସୋମବାର 2025 ଅକ୍ଟୋବର 20 ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତିମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା 20 ତାରିଖ ଦିନ ଦୀପାବଳି ଓ ପାୟା ଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ୱନ୍ଦ୍ୱ ରହିଥିଲା। ସୂଚନାଯୋଗ୍ୟ ଦୀପାବଳି ନେଇ ଚଳିତ ଥର ଦ୍ୱନ୍ଦ୍ୱ ଉପୁଜିଥିଲା। କିଛି ଲୋକ ଆସନ୍ତା 20 ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି, ଆଉ କିଛି ଅକ୍ଟୋବର 21 ଦୀପାବଳି ହେବ ବୋଲି କହୁଛନ୍ତି। 20 ତାରିଖ ଦିନ ଦୀପଦାନ ଏବଂ ପାୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର 21 ତାରିଖ ପରିବର୍ତ୍ତେ 20 ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା। ଏବେ ପରବର୍ତ୍ତୀ ଖବର ଆସନ୍ତା 24 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା। ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା 24 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏହି ନେଇ କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ବରିଷ୍ଠ ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଏହି ଲଘୁଚାପ କେତେବେଳେ ଘନୀଭୂତ ହେବ, ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଆଡ଼କୁ ଯିବ ତାହା ଏବେଠାରୁ କହି ହେବ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର ଆସିବ। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିବାରୁ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ରାଜ୍ୟ ଓ ଦେଶରୁ ଏହି ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବାକୁ ପାଗ ଅନୁକୂଳ ହୋଇଛି। ମୌସୁମୀ ଫେରିଯିବା ପରେ ବର୍ଷାର ସମ୍ଭାବନା କମୁଛି। ଏଥିସହ ରାଜ୍ୟକୁ ଧୀରେ ଧୀରେ ପ୍ରବେଶ କରିବ ଶୀତ। ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ 2 ତାରିଖ ଦିନ ଯାଏଁ କାଁ ଭାଁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏବେ ଆସିବା ପରବର୍ତ୍ତୀ ଖବର ସୁନାର ଦରଦାମ କାହିଁକି ବଢ଼ିବାରେ ଲାଗିଛି। ଦେଶରେ ଆକାଶ ଛୁଆଁ ହେଲାଣି ସୁନାର ଦର। ଲକ୍ଷେ ପାର ହେଲାଣି ସୁନା। ତେବେ ହଠାତ୍ କାହିଁକି ବର୍ଷେ ଭିତରେ ସୁନାର ଦାମ ଲକ୍ଷେ ପାର ହେଲା, ଆସନ୍ତୁ ଜାଣିବା। ଯଦି ଆମେ ଗତ ବର୍ଷ ସହ ଏକ ତୁଳନା କରିବା, ତେବେ 2024 ମସିହା ଡିସେମ୍ବର ମାସରେ 24 କ୍ୟାରେଟ୍ ସୁନାର ଦାମ 10 ଗ୍ରାମ ପିଛା 76,000ରୁ 78,000 ଟଙ୍କା ରହିଥିଲା। ମାତ୍ର ଗତ 10 ମାସ ହେବ ଏହାର ଦର ଆକାଶଛୁଆଁ ହୋଇସାରିଲାଣି। ତେବେ ଏହା ଗୋଟିଏ ପ୍ରଶ୍ନ ବଡ଼, ଯାହାକି ସମସ୍ତଙ୍କ ମନରେ ଉଙ୍କି ମାରୁଥିବା, ସୁନା ରେଟ୍ ଏତେ ମାତ୍ରାରେ ବଢ଼ିବା ପଛରେ କାରଣ କ'ଣ? 2024 ଡିସେମ୍ବରରେ ସୁନା 10 ଗ୍ରାମ ପିଛା 76,000ରୁ 78,000 ଟଙ୍କା ଥିଲା। ମାତ୍ର ଯଦି ଏବେ କଥା ଦେଖିବା, ଅକ୍ଟୋବର 2025ରେ 24 କ୍ୟାରେଟ୍ ସୁନାର 1 ଗ୍ରାମ ପିଛା 1,28,000 ପହଞ୍ଚି ସାରିଛି। ତେବେ ଭାରତ ବିବାହ ବ୍ରତରେ ସୁନାର ଚାହିଦା ବହୁତ ଅଧିକ। ପ୍ରତି ଘରେ ଆପଣ ସୁନାର ମୁଦିଟିଏ ହେଲେ ମଧ୍ୟ କିଛି ନା କିଛି ସୁନାର ଜିନିଷ ଆପଣ ଦେଖିବାକୁ ପାଇବେ। ତେବେ ଏହାର ଦର ବୃଦ୍ଧି ପାଇବାର ଗୋଟିଏ ମୁଖ୍ୟ କାରଣ ହେଉଛି ଚାହିଦା। ସୁନାର ଚାହିଦା ଏବେ ମାର୍କେଟରେ ବହୁତ ଅଧିକ ରହିଛି। ମାତ୍ର ଏହା ଏକ ସରନ୍ତି ପଦାର୍ଥ, ଅର୍ଥାତ୍ ଏହା ସାରା ପୃଥିବୀରେ କମ୍ ମାତ୍ରାରେ ଉପଲବ୍ଧ ରହିଛି। ଏଣୁ ସୁନାର ଚାହିଦା ଅଧିକ ଥିବାବେଳେ ଏହା ଏକ କମ୍ ପରିମାଣରେ ଲୋକଙ୍କ ପାଇଁ ରହିଥିବାରୁ ଏହାର ମୂଲ୍ୟ ଅଧିକ ରହୁଛି। ଏବେ ପରବର୍ତ୍ତୀ ଖବର ଇଣ୍ଡିଆନ୍ ପୋଷ୍ଟ ଅଫିସ ଆରମ୍ଭ କଲା ଜବରଦସ୍ତ ସେବା। ଭାରତୀୟ ଡାକ ବିଭାଗ ନିଜର ଡେଲିଭରି ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରି ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଡାକ ଓ ପାର୍ସଲ 24 ଘଣ୍ଟା ଓ 48 ଘଣ୍ଟା ମଧ୍ୟରେ ପହଞ୍ଚାଇବାର ଗ୍ୟାରେଣ୍ଟି ଦିଆଯିବ। ଅର୍ଥାତ୍ ଏବେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ପାର୍ସଲ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ପାର୍ସଲ ଏବେ କିଛି ଘଣ୍ଟା ମଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚିଯିବ। ସିନ୍ଧିଆ କହିଛନ୍ତି 24 ଘଣ୍ଟିଆ ସ୍ପିଡ୍ ପୋଷ୍ଟ ସେବାରେ ଯେକୌଣସି ଡାକ ଆଇଟମ ପରଦିନରେ ପହଞ୍ଚିଯିବ। ସେହିପରି 48 ଘଣ୍ଟିଆ ସ୍ପିଡ୍ ପୋଷ୍ଟ ସେବାରେ 2 ଦିନ ମଧ୍ୟରେ ପାର୍ସଲ ଡେଲିଭରି ହେବ। ଏହାଦ୍ୱାରା ଲୋକେ ନିଜର ଆବଶ୍ୟକତା ଅନୁଯାୟୀ ଦ୍ରୁତ କିମ୍ବା ଟିକେ ଧୀମା ଡେଲିଭରି ବାଛିପାରିବେ। ଏହି ନୂଆ ସେବାଗୁଡ଼ିକ ଜାନୁଆରୀରେ ଆରମ୍ଭ କରାଯିବ।